তুমি আইছে তো রাত্রে কেতବେଳେ? আরে রখো টিকে রখো। ଆମେ ଗାଡି ବାଲାର ଫଟୋ ଉଠେଇବା ବୋଲି ଠିଆ ହେଇଛୁ। ଆମର 5ଟା ପାୱାର ବୋର୍ଡ ଅଛି ଆଉ ଗୋଟେ ଲୁହା ଲଞ୍ଚ ଅଛି। ତ ଆମର ପାୱାର ବୋର୍ଡ 5ଟା ଯାକ ବର୍ତ୍ତମାନ ଅପଡେଟ୍ ହେଇକି ରେଡି ହେଇକି ଅଛି। ତ କାଲି ବିଡିଓ ସାର୍ ତେଲ କାଲି ରାତିରେ ଦେଇଥିଲେ ଆମକୁ। ତ ଆମେ ବର୍ତ୍ତମାନ ରେଡି ହେଇକି ଅଛୁ। ଯଦି ଆମ ଅଥରିଟି ଗୋଟେ କହିବେ ଆମେ ସେଠି ଯିବା ଆଉ। ଜଳ କେମିତି ବଢୁଛି ଦେଖିଲେଣି? ପାଣି ତ ବର୍ତ୍ତମାନ ସୁଦ୍ଧା ବଢୁଛି, ତେଣୁ ତାକୁ କେତେ କଣ ବଢିବ କେମିତି ତ ସେମିତି ତାର କିଛି ଅନୁମାନ ଦିଆ ମାନେ ଆମ ଅଥରିଟି ଦେଇନାହାନ୍ତି କି ଆମକୁ ମିଳିନାହିଁ ତ ବର୍ତ୍ତମାନ ତ ଆମେ ସଜାଗ ହେଇକି ଅଛୁ। ବାକି ଆମେ ରେଡି ହେଇକି ଅଛୁ। ଅଥରିଟି ଆମକୁ କହିଲେ ଆମେ ଯୋଉଠି କହିବା ଆମେ ସେଠିକି ଯିବୁ ଆଉ। କାଲି 10ଟା ବେଳୁ ସକାଳ 10ଟା ବେଳୁ ଆରମ୍ଭ ହେଇଛି ଆଉ ସନ୍ଧ୍ୟା ବେଳେ ଖୁବ ପ୍ରବଳ ବେଗରେ ଆସି ପାଣି ବଢି ଯାଇଛି। ଆଉ ରାତି ପାଇଲାକୁ ତ ଆଜି ଦେଖିବ ପାଣି ଜଳମୟ ହେଇ ଚାରିଆଡେ ଆଉ। କେତେ ସଜାଗ ହେଲେଣି ଆପଣମାନେ? ସଜାଗ କଣ ହବ, ଆମେ ତ ବାହାରି ପାରୁନୁ, ଡଙ୍ଗା ବି ନାହିଁ, ପାଣିରେ ଉଦା ହେଇକି ଏବେ ବାହାରୁଛୁ। ଆଉ ପ୍ରଶାସନର କୌଣସି ସୁବିଧା ପର୍ଯ୍ୟନ୍ତ ଆସିନାହିଁ ଏଠିକି, ଏମିତି ଅସୁବିଧା ରହିଛି ଆଉ। ଗରୁ ଛେଳି ସବୁ କୁଆଡେ ରହିଛି? ଗରୁ ଛେଳି ଏଇ ବନ୍ଧ ଉଞ୍ଚା ବନ୍ଧ ଅଛି ଆଡେ ଆଣି ବାନ୍ଧୁଛନ୍ତି। ଆଉ ସେପଟେ ଆମ ହୁଡାପାଳ ଛକ ପାଖରେ ସେପଟୁ କିଛି ଯାଇଛନ୍ତି ଆଉ। ଏଠି ଗୋଟେ ଘର ଅଛି, ଏଠି ପାଣି ପୁରା ବୁଡିଗଲାଣି। ଆରେ ରଖ ଟିକେ ରଖ। ଆମେ ଗାଡି ବାଲାର ଫଟୋ ଉଠେଇବା ବୋଲି ଠିଆ ହେଇଛୁ। ରାତି ଭିତରେ ଫିଟିଂ ଚାଲିଛି। ଫିଟିଂ ସରିଲା ପରେ ଟ୍ରାଏଲ ହବ।